କାହିଁ କେଉଁ ଆବହମାନ କାଳରୁ ଘସିପୁରା ବ୍ଲକ ଭଣ୍ଡାରୀଡିହା ପଞ୍ଚାୟତ ପଦନପୁର ଗ୍ରାମରେ ମା ମଙ୍ଗଳା ଶକ୍ତି ପୀଠରେ ପାଳନ କରାଯାଇଥାଏ ଡାଳ ପର୍ବ। ବିଶ୍ୱାସ ଅଛି ମାନସିକ ପୂରଣ ନିମନ୍ତେ ଅନୁଷ୍ଠିତ ହୁଏ ଏହି ଡାଳ ପର୍ବ। ମକର ସଂକ୍ରାନ୍ତି ପୂର୍ବ ଦିନଠାରୁ 2 ଦିନ ଧରି ଚାଲିବାକୁ ଥିବା ଏହି ପର୍ବର ପ୍ରଥମ ଦିନ ଗାଁ ନିକଟସ୍ଥ ଜଙ୍ଗଲରୁ କଅଁଳ ଡାଳ ଆଣି ଗ୍ରାମ ଦେବୀଙ୍କ ନିକଟରେ ପୂଜା କରିବା ପରେ ଦ୍ୱିତୀୟ ଦିନ ସେହି ଡାଳକୁ ଧରି ଗାଁ ପରିଭ୍ରମଣ କରାଯାଇଥାଏ। ଲୋକ କଥା ଅନୁଯାୟୀ ଗାଁର ମଙ୍ଗଳ ପାଇଁ ପ୍ରତ୍ୟେକ ବର୍ଷ ମକର ସଂକ୍ରାନ୍ତିର ପୂର୍ବ ଦିନ ମା ମଙ୍ଗଳାଙ୍କୁ ଆବାହନ କରାଯାଏ। ମକର ସଂକ୍ରାନ୍ତି ଦିନ ମାଙ୍କୁ ପୂଜା ଅର୍ଚ୍ଚନା କରାଯାଏ। ଗାଁକୁ ଆସୁରିକ ବିପଦରୁ ରକ୍ଷା କରିବା ପାଇଁ ଗ୍ରାମବାସୀ କାହିଁ କେଉଁ କାଳରୁ ମାଙ୍କ ପୀଠରେ ବିଶେଷ ପୂଜା ଅର୍ଚ୍ଚନା କରି ଆସୁଛନ୍ତି। ବିଶ୍ୱାସ ରହିଛି ଏହି ଦିନ ମାଙ୍କ ନିକଟରେ ଯିଏ ଯାହା ମାନସିକ କରିଥାଏ ତାହା ଅନାୟାସରେ ପୂରଣ ହୋଇଥାଏ। ଏହି ପୂଜା ଦେଖିବା ପାଇଁ ଆଖପାଖ ଅଞ୍ଚଳରୁ ଅନେକ ଲୋକ ସାମିଲ ହୁଅନ୍ତି। ବାଜା ଘଣ୍ଟ ଶଙ୍ଖ ହୁଳହୁଳି ଶବ୍ଦରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଉଠେ। ଏହା ଗ୍ରାମର ଲୋକମାନଙ୍କ ମଧ୍ୟରେ ଧାର୍ମିକ ଭାବନା ସହିତ ଭାଇଚାରା ସମ୍ପର୍କକୁ ନିବିଡ଼ ରଖିବାରେ ସହାୟକ ହୋଇଥାଏ। ଆମେ ତ ଜନ୍ମ ହେବା ପୂର୍ବରୁ ଏସବୁ ଚାଲି ଆସିଛି। ଆମେ ଜନ୍ମ ହେବାଠୁ ଆମ ବାପା ମାନେ ତାଙ୍କ ଜେଜେବାପା ମାନେ ପୂର୍ବପୁରୁଷରୁ ଏସବୁ ଚାଲି ଆସିଛି। ଏହା ମକର ସଂକ୍ରାନ୍ତି ଆଉ ତାର ପୂର୍ବ ଦିନ ମାନେ ମାସନ୍ଦ ଦିନ ଆମ ଗାଁର ପୂଜା ଯିଏ ଅଛନ୍ତି ଆମର ଦେବୀ ତାଙ୍କୁ ଆମେ ଯାଇ ଡାଳ ଆଣି ତାଙ୍କୁ ରଖି ଗାଁରେ ପୂଜା କରୁ। ତା ପରଦିନ ମକର ସଂକ୍ରାନ୍ତି ଦିନ ବି ଏହା ଧୁମଧାମରେ ପାଳନ ହୁଏ। ଯେମିତି ଆପଣମାନେ ଆଜି ଆସିଥିଲେ ଦେଖିଲେ। ଆଉ ଏଥିରେ ଆମ ଗାଁର ମଙ୍ଗଳା ମାଙ୍କୁ ହିଁ ପୂଜା କରାଯାଏ। ଗାଁରେ ମାସନ୍ଦ ଦିନ ଆର ଫାଷ୍ଟ ପରିକ୍ରମା ହୁଏ। ଗାଁରେ ଯେତେବେଳେ ଆମର ଡାଳ ମହାପାଟ ବୋଲି ଗୋଟେ ଜାଗା ଅଛି ସେଇଠୁ ଡାଳ ଆସିଥାଏ। ସେଠୁ ଆସିଲା ପରେ ଶାଳରେ ପୂଜା ହେଇ ଗାଁରେ ମା ପରିକ୍ରମା କରି ରାତିରେ ରହିଥାନ୍ତି। ତା ପରଦିନ ସକାଳୁ ପୁଣି ପୂଜା ପାଠ ହେଇ ବାହାରି ଆଜି ଆସି ଗାଁ ପରିକ୍ରମା କରି ଯାଇଥାନ୍ତି। ଆମ ଗାଁରେ ପ୍ରତିବର୍ଷ ଜାନୁଆରୀ 14 ତାରିଖ ମକର ସଂକ୍ରାନ୍ତି ଦିନ ଏହି ଉତ୍ସବଟି ପାଳନ କରାଯାଇଥାଏ ଏବଂ ଲୋକଙ୍କର ବହୁ କାଳର ଅଛି ଗୋଟେ ପ୍ରଗାଢ଼ ବିଶ୍ୱାସ ଅଛି କି ଯାହାର ଯେଉଁ ମନସ୍କାମନା ଥାଏ ଏଇ ମା ହିଁ ତାହା ପୂର୍ଣ୍ଣ କରିଥାନ୍ତି। ତେଣୁକରି ଆଖପାଖର ବିଭିନ୍ନ ଗାଁରୁ ଆସି ଏହି ଉତ୍ସବ ଦିନ ସମସ୍ତେ ଆସିଥାନ୍ତି ଏବଂ ଏହା ଆମର ବହୁ ଆରମ୍ଭ ସହିତ ମାନେ ବହୁ ଭାବରେ ପାଳନ କରାଯାଇଥାଏ। ନା ଏଇ 14 ତାରିଖ 13 ତାରିଖ ଦିନ ଆମ ଗାଁ ଲୋକମାନେ ସମସ୍ତେ ଏକତ୍ର ହେଇକି ଆମେ ଯାଇଥାଉ, ଜଙ୍ଗଲକୁ ଯାଇଥାଉ, ଡାଳ ଧରିକି ଆସିଥାଉ। ଆସିକି ସନ୍ଧ୍ୟାବେଳେ ଗାଁ ପରିକ୍ରମଣ କରିଥାଉ ଏବଂ ତା ପରଦିନ ଅର୍ଥାତ୍ ଆଜିର ଦିନ 14 ତାରିଖ ଦିନ ମକର ସଂକ୍ରାନ୍ତି ଦିନ ଆମର ମା ଆସିଥାନ୍ତି, କାଳିସୀ ଆସିଥାନ୍ତି ଏବଂ ଆସି ଆମ ଗାଁ ପରିଭ୍ରମଣ କରୁ। ମୁଁ ସଂକ୍ରାନ୍ତି ମଙ୍ଗଳବାର ସବୁଦିନ ପାଇଁ ଏମିତି ପୂଜା କରୁଛି। ଚୈତ ମାସ ବି ଥରେ ଆଉ ବର୍ଷକୁ 2 ଥର ମାଙ୍କ ପର୍ବ କରୁଛି। ମାଙ୍କୁ କାଳିସୀ ଆସିକିନି ପଣା ପାଣି ଦେଇକିନି ଗାଁରେ ବୁଲୁଛନ୍ତି। ମା ପ୍ରସନ୍ନ ହେଲେ ଯାହା କହୁଛନ୍ତି ବି ସମ୍ପୂର୍ଣ୍ଣ ପୂରଣ। ଆମର ବି ବିପଦ ପଇଲେ ମା ଆଗୁଆ ଜଣେଇଦେବେ। ଆମ ଗାଁରେ ଅଧିଷ୍ଠାତ୍ରୀ ଦେବୀ ମା ମଙ୍ଗଳା ଆଉ ବହୁତ ବର୍ଷ ହେଲା ରହିଛନ୍ତି ଗାଁର। ଆଉ ଗାଁର ମଙ୍ଗଳ ନିମନ୍ତେ ସେ ବହୁତ ଲୋକଙ୍କର ଆମେ ଦୀର୍ଘ ଦିନ ଧରିକି ପୂଜା ପ୍ରତି ମାଘ ମାସ ସଂକ୍ରାନ୍ତି ଦିନ ତାର ପୂଜା ପାଳିତ ହୁଏ। ବହୁତ ଭଲ ଆଡ଼ମ୍ବର ପ୍ରିୟ ହୁଏ ଏବଂ ମା ମଙ୍ଗଳାଙ୍କର ବହୁତ ଆଶୀର୍ବାଦ ଗାଁରେ ରହୁଛି। ଗାଁ ଲୋକଙ୍କର ଆଶୀର୍ବାଦ ହେଉଛି। ଆମ ଏ ଅଞ୍ଚଳବାସୀଙ୍କର ମଧ୍ୟ ଗାଁ ଲୋକ ଆଶୀର୍ବାଦ ହେଉଛି। ଅଞ୍ଚଳବାସୀ ଲୋକ ଆମ ଗାଁ ଲୋକ ଆମ ଗାଁ ମଙ୍ଗଳାଙ୍କୁ ସମସ୍ତେ ମାନନ୍ତି। ମା ମଙ୍ଗଳାଙ୍କ ଏଇଭଳିଆ ଅଛି କର୍ମ ଯେ ପୁତ୍ର ସନ୍ତାନ ବହୁତ ଆଶୀର୍ବାଦ ଲୋକଙ୍କ ଆସି ଅଧିଆ ପଡ଼ନ୍ତି। କ'ଣ ସଂକ୍ରାନ୍ତି ଦିନ ତାଙ୍କର ମଧ୍ୟ ମନସ୍କାମନା ପୂରଣ ମା ମଙ୍ଗଳା କରନ୍ତି। ଆମେ ବହୁତ ଦୀର୍ଘ ଆମ ବାପା ପୂର୍ବ ପୁରୁଷରୁ ଡାଳ ପର୍ବ ହେଇ ଆସୁଛି। ଆମେ ମଧ୍ୟ ସେ କରୁଛୁ ଆଉ ଏମିତି ସବୁ ଭଲ ମାନି କରୁଛନ୍ତି। ଆଉ ମା ମଙ୍ଗଳା ଆମର ଗାଁ ଉପରେ ଆଶୀର୍ବାଦ ବହୁତ ରହୁଛି। ଗାଁରେ କ୍ଷତି ଖରାପ କିଛି କରୁନାହାନ୍ତି। ଗାଁ ସବୁ ଦେହ ପା ଭଲ ମନ୍ଦ ସବୁଥିରେ ମା ମଙ୍ଗଳା ଆମକୁ ଘଣ୍ଟ ଘୋଡ଼େଇଲା ଭଳିଆ ରଖିଛନ୍ତି। ଆନନ୍ଦପୁର ନିର୍ମଳ ଚନ୍ଦ୍ର ରାଉଳଙ୍କ ରିପୋର୍ଟ, ନିରପେକ୍ଷ ନ୍ୟୁଜ୍।